ମୁଁ ନିଗମାନନ୍ଦ ମହାପାତ୍ର ତିନିମଣି ବଜାର କମିଟିରେ ମୋର ଦୋକାନଟେ ଅଛି। କଣ କହିବେ ଗତକାଲି ରାତିରେ ବଜାରରୁ 4ଟି ଦୋକାନ ଚୋରି ହେଇଛି? 4ଟି ଦୋକାନ ବିଳମ୍ବିତ ରାତିରେ ତ ଚୋରି ହେଇଛି। ଲୋକ ବ୍ୟବସାୟୀ ସବୁ ବନ୍ଦ ବାନ୍ଦ କରି ଗଲା ପରେ ସିରିଜ ଚୋରି ହେଇଛି 4ଟି ଦୋକାନରୁ। ଗୋଟେ ଗ୍ରୋସରୀ ଦୋକାନ, ଆଉ ଗୋଟେ ପୂଜା ସାମଗ୍ରୀ ଏପଟରେ ଅଛି, ଗୋଟେ ଚାହା ଦୋକାନରେ, ଆଉ ଗୋଟେ ଜଳଖିଆ ଦୋକାନ। ତାର ଗ୍ୟାସ ଫ୍ୟାସ ସବୁ ନେଇଯାଇଛନ୍ତି, ପଇସା ପତ୍ର ଯାହା ଥିଲା ତାକୁ ବି ନେଇଯାଇଛନ୍ତି। ମୋ ଦୋକାନ ପ୍ରାୟ 99 ମସିହାରୁ ଦୋକାନ ଅଛି, ପୂଜା ସାମଗ୍ରୀ ଦୋକାନ। ମଝିରେ ଥରେ ଚୋରି ହେଇଥିଲା, ଇଲେକ୍ଟ୍ରିକ ଦୋକାନ ଚୋରି ହେଇଥିଲା, ଆଉ ତାପରେ ହେଇନଥିଲା। କିନ୍ତୁ ଏବେ ତ ପୁଣି ଗୋଟେ ନୂଆ ଇସ୍ୟୁ ହେଇଛି। ଏବେ କଣ କହିବେ, ବର୍ତ୍ତମାନ ପୁଲିସ ପ୍ରାୟତଃ ପେଟ୍ରୋଲିଂ କରୁଛି, ତାପରେ ବି ରାତି ରାତିରେ ଚୋରି ହଉଛି, ଏତେ ବଡ ମାର୍କେଟ ପୁରା ଖୋଲମଖୋଲା ରାତି ରାତିରେ ଚୋରି ହଉଛି। ତେଣୁ ପାଖାପାଖି ଲୋକ କିଏ ଥିବେ ନା ସନ୍ଦେହରେ କଣ? ସେମିତି ତ କାହାକୁ ସନ୍ଦେହ କରିହବନି, ତଥାପି ନିଶ୍ଚିତ ଭାବେ ପାଖାପାଖି ଲୋକ କି ଥିବେ। ନଥିଲେ ହାତ ନଥିଲେ ତ କିଛି ଚୋରି ହେଇପାରିବନି। ତେଣୁ ଆମେ ଏଫଆଇଆର କରିଛୁ, କମିଟି ତରଫରୁ ଆମେ ଏଫଆଇଆର କରିଛୁ। ପୁଲିସ ତଦନ୍ତ କଲେ ଯାହା ଜଣା। ଏବେ ଆକୁ ନେଇ କଣ କରିଛନ୍ତି କହିଲେ? ଆପଣଙ୍କ ପରିଚୟ ଆଜ୍ଞା? ମୋ ନାଁ ହେଉଛି ରମେଶ ଚନ୍ଦ୍ର ଜେନା। ଆମ ଘର ଏଇ ତିଲକଣା ପଞ୍ଚାୟତରେ କଣାଶଳ ଗ୍ରାମର। ଆମେ ବଜାରରେ ସବୁବେଳେ କାରବାର। ଏଠି ଲୋକାଲ ବଜାର ଏଇଟା ଆମର। ଏଇଟା ଦୀର୍ଘ ଦିନ ହେଲାଣି ଏ ବଜାରରେ ଚୋରି ଚାରି ନଥିଲା। କାଲି ରାତି ବିଳମ୍ବିତ ରାତିରେ ସିରିଜ ଚୋରି ହେଇଛି। ଗୋଟେ ଗ୍ରୋସରୀ ଦୋକାନ, ଗୋଟେ ଜଳଖିଆ ଦୋକାନ, ଆଉ ଗୋଟେ ଚାହା ଦୋକାନ, ଆଉ ଗୋଟେ ପୂଜା ସାମଗ୍ରୀ ଦୋକାନ। ଲଗାତାର ତାକୁ 4ଟା ଦୋକାନରୁ ଚୋରି କରାହେଇଛି। ଯେହେତୁ ଏ ଲୋକାଲର କିଛି ଲୋକ ତା ଦେହରେ ଯୋଉ ଚୋରି କରୁଛନ୍ତି, ଆମେ ଅନୁମାନ କରୁଛୁ ତା ଦେହରେ କିଛି ସମ୍ପୃକ୍ତ ଥାଇପାରନ୍ତି। ତାପରେ ବଜାର ସଂଘ ତରଫରୁ ଏଠି ସକାଳୁ ଏଫଆଇଆର ଦିଆହେଇଛି। ଆଇଏଏସ୍ ସାର୍ ନିଜେ ଆସିଥିଲେ ଏନକ୍ୱାରୀରେ। ତଦନ୍ତ ହେଲା ପରେ ଜଣା ପଡିବ କଣ ହବ। ଆଗକୁ ତାର କେମିତି ପେଟ୍ରୋଲିଂ କରାଯିବ, ବ୍ୟବସାୟ କେମିତି ସୁରକ୍ଷିତ ବଜାର ରହିବ, ସେଥିପାଇଁ ଆଇଏଏସ୍ ସାର୍ଙ୍କୁ ନିବେଦନ କରୁଛୁ ଆମେ ବଜାର କମିଟି ତରଫରୁ, ଏ ଲୋକାଲ ଗ୍ରାମବାସୀ ତରଫରୁ। ତେଣୁକରି ଆପଣମାନଙ୍କ ଜରିଆରେ पुलिस प्रशासन को केमती आउ टिके निवेदन करागले बजार प्रशासन आउ टिके चोरी चारिंटू निवृत्त रहिबे।